ବର୍ତ୍ତମାନ ରେଲୱେ ତରଫରୁ ନୂଆ ନୋଟିସ୍ ହେଇଛେ ସର୍ଟ ନୋଟିସ୍ ଆଉ ଏନେ ରିକମେଣ୍ଡ ବାହାରିଛେ ଯେନ୍ମାନେ ରେଲୱେରେ ଜବ୍ କରବାକେ ଚାହୁଁଛ ବୋଲେ କେତେ ତାରିଖରୁ ଆପ୍ଲାଏ ହେବା ସେ ବିଷୟ ଜାଣମା ଆଉ କେନ୍ ପୋଷ୍ଟଟା ବାହାରିଛି ସେ ବିଷୟ ଜାଣମା। ଦେଖିପାରୁଥିବେ ଏନେ ଯେନ୍ଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମିନିଷ୍ଟ୍ରି ରେଲୱେର ନୋଟିସ୍ ହେଇଛେ ଆଉ ଏନେ ସର୍ଟ ନୋଟିସ୍ ରହୁଛେ। ତାପରେ ଇନେ ଦେଖିବା ତ କେତେ ତାରିଖରୁ ଯେନ୍ଟା କି ଅନଲାଇନ୍ରେ ଆପ୍ଲାଏ ହେବା ସେ ବିଷୟ ଜାଣମା ଆଉ ଇନେ ଏଜ୍ କେତେରୁ ସେ ବିଷୟ ଜାଣମା। ଇନେ ଦେଖିପାରୁଥିବ ପହଲା ଓପନିଂ ଡେଟ୍ ଲେଖୁଛେ ଯେନ୍ଟାକି 15/9/2025 ଯେନ୍ ଇ ପୋଷ୍ଟଟା ଆପ୍ଲାଏ କରିପାରବ ଅନଲାଇନ୍ରେ ଆଉ ଇନ ଲାଷ୍ଟ ଡେଟ୍ ରହେବା ଯେନ୍ଟାକି 14/10/2025 ପର୍ଯ୍ୟନ୍ତ। ଏତେ ଦିନ ତକ୍ ଯେନ୍ଟାକି ଅନଲାଇନ୍ ଆପ୍ଲାଏ ହେବା 15 ତାରିଖରୁ ଷ୍ଟାର୍ଟ ହେବା ଆଉ 14 ତାରିଖ 10 ମାସ 2025ରେ ସରବା। ଇନେ ଏଜ୍ ରହୁଛି ଦେଖିପାରୁଥିବ ଇନେ ପୋଷ୍ଟର ଭ୍ୟାକେନ୍ସି ଯେନ୍ଟା ସିଲେକ୍ସନ୍ କଣ୍ଟ୍ରୋଲର ରହୁଛେ ଆଉ ଇନେ ଯେନ୍ଟାକି ପେ ଲେଭେଲ୍ ରହୁଛେ 6 ରହୁଛେ ଆଉ ମନ୍ଥଲି ପେମେଣ୍ଟ ଯେନ୍ଟା 35,400ରୁ ଷ୍ଟାର୍ଟିଂ। ତାପରେ ଇନେ ଦେଖିପାରୁଥିବ ଏଜ୍ ରହୁଛେ 20ରୁ 33 ବର୍ଷ ଯେନ୍ମାନକେ ହେଉଛେ ସେମାନେ ଏକା ଇ ପୋଷ୍ଟ ଲାଗି ଆପ୍ଲାଏ କରିପାରବ। ତାପରେ ଟୋଟାଲ୍ ପୋଷ୍ଟ ରହୁଛେ ଦେଖିପାରୁଥିବ RRBର ଯାହା 368 ପୋଷ୍ଟ ରହୁଛେ ଆରୁ ଇନେ କ୍ୟାଣ୍ଡିଡେଟ୍ ଇନେ ଲେଖା ହେଇଛେ ଦେଖିବ କ୍ୟାଣ୍ଡିଡେଟ୍ ଷ୍ଟ୍ରଙ୍ଗଲି ଏଡଭାଇସ୍ ଭେରିଫାଏ ଦି ଆଧାରଟା ଯେନ୍ଟା କି ନିଜର ଯେନ୍ଟା ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ସାଙ୍ଗେ ଆଉ ଡେଟ୍ ଅଫ୍ ବାର୍ଥ ସାଙ୍ଗେ ମ୍ୟାଚ୍ କରୁଥିବା ଅଛି 100%। ଯଦି ମ୍ୟାଚ୍ ନି କରବା ବୋଲେ ଯାହା ଯଦି କିଛି ଯଦି ଡିଫେକ୍ଟ ଅଛେ ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ଆଉ ଯେନ୍ଟାକି ଆମର୍ ଆଧାର କାର୍ଡ଼ ଡେଟ୍ ଅଫ୍ ବାର୍ଥ ହଉ କି ନା କିଛି ଭୁଲ ଭାଲ ଚାଲେ ସେମାନେ ଅପଡ଼େଟ୍ କରି ପୋଷ୍ଟଟା ଆପ୍ଲାଏ କରବ। ଯଦି ସେଟା ଅପଡ଼େଟ୍ ନି କରି ପୋଷ୍ଟ ଆପ୍ଲାଏ କରିଦେଉଛ ବୋଲେ ଫର୍ମଟା ରିଜେକ୍ଟ ହେବାର ବହୁତ ଚାନ୍ସ ଅଛେ। ଇନେ ଦେଖିପାରୁଥିବେ ଆମର ଯେନ୍ଟାକି ଜୁନ୍ ମନେ ଅଛେ କେନ୍ ଜୁନ୍ରେ କେନ୍ ଆପ୍ଲାଏ କରିପାର ଭୁବନେଶ୍ୱର ଜୁନ୍ରେ RRB.gov.in ସର୍ଚ୍ଚ କରି ଆପ୍ଲାଏ କରିପାରବ। ଯେନ୍ ଜୁନ୍ରେ ଯାଉଛ ସେମାନେ ସେ ଜୁନ୍ରେ ଆପ୍ଲାଏ କରିପାରବ। ଇନ ପୋଷ୍ଟ ସିଲେକ୍ସନ୍ କଣ୍ଟ୍ରୋଲର ରହୁଛେ ଇନେ ତ ଯେନ୍ଟାକି ଏଜୁକେସନ୍ କ୍ୱାଲିଫିକେସନ୍ଟା ନେଇ ଦେବା ତାଲ୍ ଯାହା ଲାଗୁଛି ଇଟା ଯେନ୍ଟାକି ଗ୍ରାଜୁଏସନ୍ ନି ହେଲେ +2 ଲେଭେଲ୍ରୁ ଇଟା ନେଇପାରେ। ଇନେ ମେନ୍ସନ୍ ନି କରବା ଖାଲି ଯେନ୍ଟାକି ଆପ୍ଲାଏ ଡେଟ୍ ମେନ୍ସନ୍ କରାହେଇଛେ ଆଉ ଟୋଟାଲ୍ ପୋଷ୍ଟ କେତେ ସେଟା ଅଛେ ଆଉ ଯେନ୍ଟାକି ଏଜ୍ 20ରୁ 33 ବର୍ଷ ଅଛେ। ଭିଡ଼ିଓକେ ସେୟାର କର, ଚ୍ୟାନେଲ୍କେ ସବସ୍କ୍ରାଇବ୍ କରବାଟା ନି ଭୁଲବା। ଏ ପ୍ରକାର ଅପଡ଼େଟ୍ ଆମର ଚ୍ୟାନେଲ୍ରେ ସବୁବେଲେ ମିଳୁଥିବା। ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଗ୍ରୁପ୍ ଦେଇଦେମି ସେନେ ଯାଇକି ଜଏନ୍ କଲା ପରେ ଫର୍ମାଟ୍ଟା ସେନେ ମିଳିଯିବା ସେନେ ଅପଲୋଡ଼ କରାଯାଇଛି ସେଟା ଡାଉନଲୋଡ଼ କରି ନିଜେ ବି ଦେଖିପାରବ।